ବର୍ତ୍ତମାନର ସିଚୁଏସନ୍ରେ ଆମେ କହିପାରିବା କି ଇଣ୍ଡିଆ ଇଜ୍ ଏ ଡେମୋକ୍ରାଟିକ୍ କଣ୍ଟ୍ରି। ଭାରତ ଗୋଟେ ଗଣତନ୍ତ୍ର ଦେଶ ବୋଲି, ଲୋକମାନଙ୍କ ଦ୍ୱାରା ଶାସିତ ଦେଶ ବୋଲି କହିପାରିବା କି? ରିସେଣ୍ଟଲି ଆମେ ସମ୍ବିଧାନ ଦିବସ ପାଳନ କଲେ ବୋଲି। କିନ୍ତୁ ବର୍ତ୍ତମାନ ଯେଉଁ ଆଜି ଦେଶରେ ରାଜ୍ୟରେ ଜିଲ୍ଲାମାନଙ୍କରେ ଯେଉଁ ବିଷୟ ଘଟୁଛି ଇଲେକ୍ସନ୍ ରିଲେଟେଡ୍ ହଉ ବା ଯେଉଁ ବିଷୟ ଆଜି ଘଟୁଛି ଦେଶରେ ଭୟଙ୍କର ଭାବରେ, ସେ ବିଷୟ ନେଇକି ଆପଣମାନେ କ'ଣ କହୁଛନ୍ତି? ନା ଆମର ଗଣତନ୍ତ୍ର ବିପଦରେ, ଆମ ଦେଶ ବିପଦରେ। ସରକାର ଯିଏ ବି ଆଜି ଅଛି ପୋଜିସନ୍ରେ, ଯିଏ ବି ସେ ଆମର ବି ସରକାର, ଆମର ନେତା ସେମାନେ। କିନ୍ତୁ ଆଜି ଯାହା ବି ସେମାନେ କରୁଛନ୍ତି ସବୁକିଛି କ'ଣ ଯେଉଁମାନେ ଗଣତନ୍ତ୍ର ପାଇଁ ସମ୍ବିଧାନରେ ଯାହା ଯାହା କିଛି ଲେଖିଥିଲେ ପୂର୍ବରୁ, ଆମର ଆମ୍ବେଦକର କୁହନ୍ତୁ ବା ଯିଏ ବି ପୂର୍ବରୁ ଲେଖିଥିଲେ, ସେ ବିଷୟକୁ କ'ଣ ଆଜି ଭାରତବର୍ଷର ନାଗରିକ ହିସାବରେ ସମସ୍ତେ ଲୋକମାନେ ପାଳନ କରୁଛନ୍ତି କି? ନେତା ମନ୍ତ୍ରୀମାନେ ପାଳନ କରୁଛନ୍ତି କି? ତ ଏଇ ବିଷୟ ନେଇକି ଟିକେ ଆମେ ସଚେତନ ବା ଜାଗ୍ରତ ହେବା ଦରକାର। କାରଣ ଗଣତନ୍ତ୍ର ଯଦି ଆଜି ବିପଦରେ ପଡ଼ିବ ତାହେଲେ ଆମ ଅବସ୍ଥା କ'ଣ ହେବ? ଥରେ ଚିନ୍ତା କରନ୍ତୁ, ବହୁତ ଗୁରୁତ୍ୱପୂର୍ଣ୍ଣ।